ଆସୁଛନ୍ତି ମା ଖିଲି ଖିଲି ହସୁଛି କାଶତଣ୍ଡି ଖେଳୁଛି କୁମୁଦ କମଳ ମାଙ୍କୁ ସ୍ୱାଗତ ପାଇଁ ପ୍ରକୃତି ରାଣୀ ସଜେଇ ହୋଇଛି। ଶରତ ଋତୁରେ ପ୍ରକୃତିର ବିଚିତ୍ର ସୃଷ୍ଟି କରିଛି କାଶତଣ୍ଡି ଫୁଲ। ଶରତ ଆଗମନରେ ଏବେ ସବୁଠି କାଶତଣ୍ଡି ସମ୍ଭାର। ବିଲ ନଦୀପଠା ରାସ୍ତା ବର୍ଷ ସବୁଠି ଖିଲି ଖିଲି ହୋଇ ହସୁଛି କାଶତଣ୍ଡି। ଜଗତ ଜନନୀ ମା ଦୁର୍ଗାଙ୍କ ଆଗମନରେ ହେଉଛି ପ୍ରାକ୍ ସୂଚନା। ସତେ ଯେମିତି ଜଗତ ଜନନୀଙ୍କ ଆଗମନକୁ ଚାହିଁ ରହିଛି। ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରୁଥିବା ବେଳେ ଆନମନା ହୋଇ କେତେ କଣ ଲେଖୁଛନ୍ତି କବି। ଋତୁ ପର୍ଯ୍ୟାୟରେ 6ଟି ଋତୁରୁ ନିର୍ମଳ ଋତୁଟି ହେଉଛି ଶରତ ଋତୁ। ଯେଉଁ ଋତୁ ପବିତ୍ରତା ଆଣେ, ହୃଦୟରେ ମାଙ୍କର ଆଗମନ ହୁଏ ଏବଂ ଏଠି ଦଶହରା, ଏଠି ଦଶାସ୍ୟ ରାବଣ ମୃତ୍ୟୁବରଣ କରେ, ଅର୍ଥାତ୍ ଶରୀର ଭିତରେ ଥିବା ସମସ୍ତ ଇନ୍ଦ୍ରିୟ ମାନେ ଯେଉଁ 10 ଇନ୍ଦ୍ରିୟ, ସେ 10 ଇନ୍ଦ୍ରିୟର ଦମନ ହୁଏ, ସ୍ୱଚ୍ଛତା ଆସେ, ପବିତ୍ରତା ଆସେ। ତାର ପ୍ରତୀକ ଭାବେ ଆସନ୍ତି କାଶତଣ୍ଡି। କାଶତଣ୍ଡି ଫୁଲେ ମହି ଦିଶଇ ଧବଳ। ଯେଉଁ ଧବଳତା, ଧବଳ ହେଉଛି ସ୍ୱଚ୍ଛତା, ପବିତ୍ରତା ଏବଂ ଆନନ୍ଦର ପ୍ରତୀକ। ଏବଂ ସମସ୍ତେ କର୍ଦ୍ଦମାକ୍ତ, ବର୍ଷା ଋତୁର କର୍ଦ୍ଦମାକ୍ତକୁ ପରିତ୍ୟାଗ କରି ପୁଣି ପୃଥିବୀ ଶସ୍ୟ ଶ୍ୟାମଳା ପୃଥିବୀ ଉପରେ କାଶତଣ୍ଡି ବୃକ୍ଷ, କାଶତଣ୍ଡି ଗଛ ବଣ ଗହୀର ମଝିରେ ଗହୀର ମଥାନରେ ପ୍ରସ୍ଫୁଟିତ ହୁଏ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ବିଲ ନଦୀପଠା ରାସ୍ତା ପର୍ଶ ସବୁଠି ଦେଖିବାକୁ ମିଳୁଛି କାଶତଣ୍ଡିର ସୁନ୍ଦରତା, ଯାହାକୁ ଦେଖି କ୍ଷଣିକ ପାଇଁ ଅଟକି ଯାଉଛି ବାଟୋଇ। ବାସହୀନ ହେଲେ ବି ତାର ଅପରୂପ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରୁଛି। ଆନମନା ହେଉଛି କବିର ମନ। ସେ ନିଜ କବିତା ମାଧ୍ୟମରେ ବର୍ଣ୍ଣନା କରୁଛନ୍ତି ପ୍ରକୃତି ରାଣୀର ଶୋଭାରାଜି। ଆଉ ଏହି କାଶତଣ୍ଡି ଜଗତଜନନୀ ମା ଦୁର୍ଗାଙ୍କ ଧରା ପୃଷ୍ଠକୁ ଆଗମନର ବାର୍ତ୍ତା ଦେଉଛି। ଶରତ ଋତୁରେ ସାଧାରଣତଃ ମାଙ୍କର ଇଏ ପୂଜା ହୁଏ, ସେଥିପାଇଁ ଏହାକୁ ଶାରଦୀୟ ଦୁର୍ଗା ପୂଜା ବୋଲି କୁହାଯାଉଛି। ଯାହା ହଉ, କବି ତ ଅନେକ କିଛି କବିତା ରଚନା କରିଛନ୍ତି, କିନ୍ତୁ ମୋର ଜଣେ କବିଙ୍କ କଥା ମନେ ପଡ଼ୁଛି। କବିବର ରାଧାନାଥ ରାୟ, ସେ ଲେଖିଥିଲେ, ଜୁଇ ଯାଇ କଦମ୍ବ ମାଳତୀ ଜାଳେ କିବା ମେଘ ଲାଗି ପୂଜାର ଆରତୀ। ଇଏ ହେଲା ବର୍ଷା ଋତୁର ଫୁଲ। ଶରତ ଋତୁର ଫୁଲ ଲେଖିଲେ, ବିଲ ପାଟେ ଫୁଟେ କାଶତଣ୍ଡି, କୁମୁଦ କମଳ ଫୁଟେ ସରୋବରେ ମଣ୍ଡି। ତେଣୁ ଫଗୁଣ ଚୈତ ଜାଣି ଅଇଲା ବସନ୍ତ, ମଲ୍ଲି ପାଖୁଡ଼ାରେ ସେଜ ସାଜିଥିଲି ମୁଁ ତ। ପୁରୀ ଜିଲ୍ଲାର ଅସ୍ତରଙ୍ଗ ନିକଟସ୍ଥ ଦେବୀ ନଦୀର ଅବବାହିକା ରାସ୍ତା କଡ଼, ପୋଖରୀ ହୁଡ଼ା ସବୁଠି କାଶତଣ୍ଡିର ସମ୍ଭାର ମିଳିଛି, ଯାହାକୁ ଦେଖି ଭାବପ୍ରବଣ ହେଉଛନ୍ତି କବି ଓ ଲେଖକମାନେ। ପୁଲକିତ ହେଉଛି ଧାରା। ସୁନୀଳ ଆକାଶ ତଳେ ଦୂର ଦିଗ୍ବଳୟ ପର୍ଯ୍ୟନ୍ତ ବିସ୍ତାର ହୋଇଛି ଶୁମ୍ଭ ବସ୍ତ୍ର ପରିଧାନ ଥିବା ଏହି କାଶତଣ୍ଡି। ଓଡ଼ିଆ ସଂସ୍କୃତି କାଶତଣ୍ଡି ମଧ୍ୟରେ ରହିଛି ଅନେକ ନିବିଡ଼ତା। ରେଖା ପଞ୍ଚମୀରେ କାଶତଣ୍ଡି ଗୁଚ୍ଛକୁ ଘର କବାଟରେ ବାନ୍ଧି ପୂଜା କରାଯାଏ। ଶାରଦୀୟ ଦୁର୍ଗା ପୂଜାର ପ୍ରତୀକ ହୋଇ ରହିଥାଏ କାଶତଣ୍ଡି। ପାର୍ବଣ ଋତୁର ବନ୍ଦନା ଗାଇବା ପାଇଁ ସତେ ଯେମିତି ଆନମନା ହୋଇଛି ପ୍ରକୃତି ରାଣୀ। ଅସ୍ତରଙ୍ଗରୁ ମାନସୀ ବେହେରାଙ୍କ ରିପୋର୍ଟ, ପ୍ରତିଦିନ ଟିଭି।